ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏହା ଏକ ସିରିଜ ଆପଣଙ୍କ ପାଇଁ ଅଟେ। ଯେମିତି ମୁଁ ଆପଣଙ୍କୁ କହିଥିଲି ଯେ ପ୍ରତ୍ୟେକ ଦିନ ଆପଣଙ୍କ ପାଇଁ ଯେତିକି ବି କ୍ୱେଶ୍ଚିନ୍ସ ଆପଣଙ୍କର ହେଇଛି ଓଡ଼ିଶାରେ ତଥା ଆମର ଭାରତରେ ସବୁ ଏକ୍ଜାମ୍ସର ସବୁ କ୍ୱେଶ୍ଚିନ୍ସକୁ ଏଇ ଗୋଟିଏ ଭିଡ଼ିଓରେ ମୁଁ ଆପଣଙ୍କର ଗୋଟେ ପରେ ଗୋଟେ ଭିଡ଼ିଓରେ କଭରେଜ ଆପଣଙ୍କର କରେଇଦେବି। ଯାହା ବି ଆପଣଙ୍କର ପରୀକ୍ଷାରେ ପଡ଼ିବ ଏହା ଏଇ ଭିତରୁ ହିଁ ଆପଣଙ୍କର ପଡ଼ିବ। ତ ଆପଣଙ୍କୁ ବିନମ୍ର ଅନୁରୋଧ ସବୁ କ୍ଲାସ୍କୁ ଯେମିତି ଆପଣ କରିବେ, ଠିକ୍ ଅଛି। ଏବଂ ଡେଡିକେଟେଡ଼ଲି ଆପଣ ପଢ଼ିବା ପାଇଁ ଚାହୁଁଥିଲେ ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦେବେ। ଚାଲନ୍ତୁ ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଓଏସଏସସିର ଯେଉଁ ESIC ଆପଣଙ୍କର ଏକ୍ଜାମ୍ ହେଇଥିଲା ତାର କ୍ୱେଶ୍ଚିନ୍ସ ଆପଣଙ୍କ ଡିସ୍କସନ୍ କରିବା। କ୍ୱେଶ୍ଚିନ୍ ନମ୍ବର 1 ପଚାରିଛି ଆପଣଙ୍କର ମାଇକ୍ରୋସଫ୍ଟର ଇମେଲ୍ ପାଇଁ ଆପଣଙ୍କର କାହାକୁ ବ୍ୟବହାର ଆମେ କରିଥାଉ? MS ୱାର୍ଡ଼ ତ ନୁହେଁ, MS ପାୱାର ପଏଣ୍ଟ ବି ନୁହେଁ, ଏକ୍ସେଲ୍ ବି ନୁହେଁ, ତାହେଲେ ଆଉଟଲୁକ୍ ଆପଣଙ୍କର ଅଟେ। ଆପଣ ଟିକେ ରିଭାଇଜ୍ କରିବେ ଯେଉଁ ଏକ୍ସଟେନସନ୍ ଗୁଡ଼ା ଆପଣଙ୍କର ରହିଛି କ'ଣ କ'ଣ, ଯେମିତି MS ୱାର୍ଡ଼ର ଡଟ୍ ଆପଣଙ୍କର DOC ହେଇଗଲା କିମ୍ବା ଡଟ୍ DOCX ଆପଣଙ୍କର ଦେଇଥିବ, ପାୱାର ପଏଣ୍ଟର ଡଟ୍ PPT କିମ୍ବା ଡଟ୍ PPTX ଆପଣଙ୍କ ଲେଖା ହେଇଥିବ, ଏକ୍ସେଲ୍ର ଡଟ୍ XLS କିମ୍ବା ଡଟ୍ XLX ଆପଣଙ୍କ ଲେଖା ହେଇଥିବ। ଠିକ୍ ଅଛି। ନେକ୍ସଟ, ଡାଟା ଗୁଡ଼ା ଆପଣଙ୍କର ଟେମ୍ପୋରାରୀ କେଉଁ ଜାଗାରେ ଆପଣଙ୍କର ରହିଥାଏ ବୋଲି ପଚାରିଛି, କିମ୍ବା ଆମକୁ ପରୀକ୍ଷାରେ ଏମିତି ପଚାରି ଦେଇପାରେ ଆପଣଙ୍କର ଯେ ସବୁଠାରୁ ସ୍ପିଡ୍ ଅପ୍ ମେମୋରି ଆମର କେଉଁଟା, ବା ଆମକୁ ଭୋଲାଟାଇଲ୍ ଆପଣଙ୍କର ପରୀକ୍ଷାରେ ପଚାରିବ। ହଁ, ଭୋଲାଟାଇଲ୍ ଆପଣଙ୍କର କେଉଁଟା ବୋଲି ପଚାରିବ। ତ ଭୋଲାଟାଇଲ୍ ଆପଣଙ୍କର କେଉଁଟା ହେଇଯିବ ନା ରାମ୍ ଆପଣଙ୍କର, ଏଇଟା ରାମ୍। ଏଇଠି ଡାଟା ଗୁଡ଼ା ଆପଣଙ୍କର ଟେମ୍ପୋରାରୀ ଷ୍ଟୋର ହେଇକି ରହିଥାଏ। ଆଉ ନନ୍ ଭୋଲାଟାଇଲ୍ ଆପଣଙ୍କର ରମ୍। ଆପଣ ଦେଖିଥିବେ ଯେତେବେଳେ ବି ଆପଣ କିଛି ବି ଟ୍ରାଞ୍ଜାକ୍ସନ୍ ବଗେରା କରନ୍ତି ଆପଣଙ୍କର OTP ଆସେ ନା, ତ OTPର ଫୁଲ୍ ଫର୍ମ କ'ଣ ବୋଲି ପଚାରିଛି, କ'ଣ ହେଇଯିବ? ୱାନ୍ ଟାଇମ୍ ପାସୱାର୍ଡ଼ ଆପଣଙ୍କର। ଠିକ୍ ଅଛି। ଇମେଲ୍ ଏନକ୍ରିପସନ୍ କହିଲେ କ'ଣ? କେବଳ ଏଇ ଏନକ୍ରିପସନ୍ ୱାର୍ଡ଼ଟା ଇମେଲରେ ନୁହେଁ, ଆପଣ ଯେତେବେଳେ ହ୍ୱାଟ୍ସଆପ୍ ୟୁଜ୍ କରୁଛନ୍ତି, ଟେଲିଗ୍ରାମ ୟୁଜ୍ କରୁଛନ୍ତି, ଆପଣ ଦେଖୁଥିବେ ୟୋର୍ ଚାଟ୍ ଇଜ୍ ଏନକ୍ରିପ୍ଟେଡ୍ ଲେଖା ହେଇକି ଆସୁଥିବ। ତା ମାନେ କ'ଣ? ତା ମାନେ ହେଉଛି ଆପଣଙ୍କର ଚାଟ୍କୁ କେବଳ ଆପଣ ହିଁ ପଢ଼ିପାରିବେ, ଆପଣଙ୍କ ଛଡ଼ା ଅନ୍ୟ କେହିମାନେ ବି ଆପଣଙ୍କର ପଢ଼ିପାରିବେ ନାହିଁ। ତାହେଲେ କ'ଣ? ଟୁ ପ୍ରୋଟେକ୍ଟ ଦ ପ୍ରାଇଭେସି ଆଣ୍ଡ ସିକ୍ୟୁରିଟି ଅଫ୍ ଇମେଲ୍ କମ୍ୟୁନିକେସନ୍। ଆମକୁ ବେଳେବେଳେ ଇମେଲ୍ର ଫୁଲ୍ ଫର୍ମ ବି ପଚାରି ଦିଏ। ତ ଇମେଲ୍ର ଫୁଲ୍ ଫର୍ମ କ'ଣ ହେଇଯିବ? ଇଲେକ୍ଟ୍ରୋନିକ୍ ମେଲ୍ ଆମର ହେଇଯିବ। ଚଳିବ। ନେକ୍ସଟ, ହ୍ୱାଟ୍ ଇଜ୍ ଦ ପର୍ପୋଜ୍ ଅଫ୍ ଏ ରିଡ୍ ରେସିପେଣ୍ଟ? ରିଡ୍ ରେସିପେଣ୍ଟ ଆପଣଙ୍କର କହିଲେ କ'ଣ? ଆମେ ଜାଣିପାରିବା ଯେ ଆକ୍ଚୁଆଲି ଆପଣ ବେଳେବେଳେ ଚାଟ୍ କଲାବେଳକୁ ତା ଉପରେ କ୍ଲିକ୍ କରିକି ଚେକ୍ କରନ୍ତି ନା ସେ ରିଡ୍ କରିଛି କି ନାହିଁ, ସେଇଭଳିଆ ରିଡ୍ ରେସିପେଣ୍ଟ କଲେ କ'ଣ, ରିସିପ୍ଟ କଲେ କ'ଣ ହେବ ନା ଆମେ ଜାଣିପାରିବା ଯେ ଆକ୍ଚୁଆଲି ସେ ମେଲ୍ଟାକୁ ଓପେନ୍ କରିଛନ୍ତି କି ନାହିଁ। ଯଦି ଓପେନ୍ କରିଛନ୍ତି, ରିଡ୍ କରିଛନ୍ତି କି ନାହିଁ, ଏଇଟାକୁ ଆମେ ଜାଣିପାରିବା ଆପଣଙ୍କର। ଠିକ୍ ଅଛି। ନେକ୍ସଟ, ପରବର୍ତ୍ତୀ କ୍ୱେଶ୍ଚନ୍ ପଚାରିଛି ହ୍ୱିଚ୍ ଟେକ୍ନୋଲୋଜି ଇଜ୍ କମନଲି ୟୁଜ୍ଡ ଟୁ ଏକ୍ସେଲରେଟ୍ the download speed of large file by dividing them into smaller parts। ଠିକ୍ ଅଛି। ଆପଣଙ୍କର ବଡ଼ ବଡ଼ ଫାଇଲ୍ ଗୁଡ଼ାକୁ ଆମେ କ'ଣ କରୁନା, ଛୋଟିଆ ଛୋଟିଆ ଆପଣଙ୍କର ଭାଗ ଭାଗ ଆମେ କରିଦେଉ। ତାକୁ ଆପଣଙ୍କର କ'ଣ ବୋଲି କୁହାଯାଏ? ଆପଣ ଦେଖିଥିବେ ନା ଟରେଣ୍ଟ, ବିଟ୍ ଟରେଣ୍ଟ ଆପଣଙ୍କର ଏଇଟା। ଠିକ୍ ଅଛି। ବେଳେବେଳେ FTPର ଫୁଲ୍ ଫର୍ମ ବି ପଚାରିଦେବ, କ'ଣ ହେଇଯିବ? ଫାଇଲ୍ ଟ୍ରାନ୍ସଫର୍ ପ୍ରୋଟୋକଲ୍। HTTPS ବି ପଚାରି ଦେଇପାରେ, ହାଇପର୍ ଟେକ୍ସଟ ଟ୍ରାନ୍ସଫର୍ ପ୍ରୋଟୋକଲ୍। ଆଉ ବେଳେବେଳେ HTTPS ଆମକୁ ପଚାରି ଦେଇପାରେ, ହାଇପର୍ ଟେକ୍ସଟ ଟ୍ରାନ୍ସଫର୍ ପ୍ରୋଟୋକଲ୍, ଏସ୍ ଫର୍ ଆମର ସିକ୍યોର ହେଇଯିବ। ଠିକ୍ ଅଛି। କହୁଛି ହ୍ୱାଟ୍ ଇଜ୍ ଦ ଟର୍ମ ୟୁଜ୍ଡ ଫର୍ ଏ ୱେବସାଇଟ୍ ୟୁନିକ୍ ଆଡ୍ରେସ୍? ସମସ୍ତଙ୍କର ଗୋଟେ ଗୋଟେ ଆପଣଙ୍କର ଆଡ୍ରେସ୍ ରହିଥାଏ ନା, ଯେମିତି ଆପଣଙ୍କର ଘର ଆଡ୍ରେସ୍ ରହିଛି। ଯେଉଁ ବି ଜିନିଷ ଗୁଡ଼ା ଇଣ୍ଟରନେଟ୍ରେ ଆମର କନେକ୍ଟ ହେଇଥାନ୍ତି ତାଙ୍କର ଗୋଟିଏ ଆଡ୍ରେସ୍ ଆପଣଙ୍କର ରହିଥାଏ। ତାକୁ ଆମେ କ'ଣ ବୋଲି କହିଥାଉ? IP ଆଡ୍ରେସ୍। କିନ୍ତୁ ଏଠି ଆମକୁ ୱେବସାଇଟ୍ର ପଚାରିଛି, ତ ୱେବସାଇଟ୍ର ଆଡ୍ରେସ୍କୁ ଆମର କ'ଣ ବୋଲି କୁହାଯାଏ? URL ବୋଲି କୁହାଯାଏ, ବା ୟୁନିଫର୍ମ ରିସୋର୍ସ ଲୋକେଟର ବୋଲି ଆମେ କହିଥାଉ। ହାଇପର ଲିଙ୍କ କହିଲେ କ'ଣ ଆପଣ ଜାଣିଛନ୍ତି? ଗୋଟେ ଜାଗାରେ କ୍ଲିକ୍ କଲେ ସେ ଆଉ ଗୋଟେ ଜାଗାକୁ ଆପଣଙ୍କର ଯାଏ, ତାକୁ ଆମେ କ'ଣ ବୋଲି କହୁନା? ହାଇପର ଲିଙ୍କ ବୋଲି ଆମେ କହିଥାଉ। ତ Ctrl+K ଆପଣଙ୍କର ପ୍ରେସ୍ କଲେ ଆପଣଙ୍କର ହେଇଯିବ। ଏଠି ପଚାରିଛି ସିକ୍યોର କନେକ୍ସନ୍ ଆପଣଙ୍କର। ସିକ୍યોର କନେକ୍ସନ୍ ପାଇଁ ଆମେ କାହାକୁ ଆପଣଙ୍କର ବ୍ୟବହାର ଆମେ କରିଥାଉ? SSL, ବା ଦେଖନ୍ତୁ ଏଠି ଫାଇଲ୍ ଆପଣଙ୍କ ଟ୍ରାନ୍ସଫର କରିବା ପାଇଁ ଆପଣଙ୍କର କହିଛି ନା ଟ୍ରାଞ୍ଜାକ୍ସନ୍ ପାଇଁ। ତ ଟ୍ରାଞ୍ଜାକ୍ସନ୍ ପାଇଁ ଆପଣଙ୍କର କ'ଣ ହେଇଯିବ ନା
HTTPS ଆପଣଙ୍କର ଥାଇପାରେ ନହେଲେ SSL ବୋଲି ମଧ୍ୟ ଆମେ କହିଦେଇ ଆପଣଙ୍କର ପାରିବା ଠିକ ଅଛି। ତାକୁ ଆପଣଙ୍କର କୁହାଯାଏ ସିକ୍योर ସକେଟ ଲେୟାର ବୋଲି ଆମର କୁହାଯାଏ। ବେଳେବେଳେ ଆମକୁ SMTP ର ଫୁଲ୍ ଫର୍ମ ବି ପଚାରି ଦେଇପାରେ। ତ SMTP ର ଫୁଲ୍ ଫର୍ମ କ'ଣ ହେଇଯିବ? ସୁଇଚ୍ ମୋଡ୍ ଦେଖନ୍ତୁ SMTP ଆପଣଙ୍କର ସୁଇଚ୍ ମୋଡ୍ ଟ୍ରାନ୍ସଫର ଆପଣଙ୍କର ପ୍ରୋଟୋକଲ ଆପଣଙ୍କର କରିଦେବେ ଠିକ ଅଛି ନା ଆପଣଙ୍କର ସିମ୍ପଲ ମେଲ୍ ଟ୍ରାନ୍ସଫର ପ୍ରୋଟୋକଲ ଆପଣଙ୍କର ହେଇଯିବ। FTP ହେଲେ ଫାଇଲ ଟ୍ରାନ୍ସଫର ପ୍ରୋଟୋକଲ। ଆଉ ଏଇ ଯୋଉ ଫିସିଂ ୱାର୍ଡଟା ଆପଣ ମାନେ ବାରମ୍ବାର ସବୁ ଜାଗାରେ ଆପଣ ଦେଖୁଥିବେ ଫିସିଂ ବାରମ୍ବାର ଆପଣଙ୍କର ପଚାରେ କାହିଁକି ନା ଗୋଟେ ହିଁ ଜିନିଷ ଯୋଉଟା ବାରମ୍ବାର ପଚାରେ। ତ ଏହା ଦ୍ୱାରା କ'ଣ ହୁଏ ନା ଗୋଟେ ଲୋକର ପାର୍ସନାଲ ଇନଫର୍ମେସନକୁ ଆମେ ଇଜିଲି ଜାଣିପାରିଥାଉ। ହେଲେ କ'ଣ ହେଇଯିବ? an attack technique that involves tricking individual into revealing sensitive information ଠିକ ଅଛି। ଇମେଲ ଫିଲ୍ଟର ଆପଣଙ୍କର କହିଲେ କ'ଣ ବୁଝନ୍ତି? ଇମେଲ ଫିଲ୍ଟର ମାନେ ଆମେ ଜିନିଷ ଗୁଡ଼ାକୁ ସଜେଇ ଥାଉ ଯେ କୋଉଗୁଡ଼ା ଆମର ଦରକାରୀ କୋଉଗୁଡ଼ା ଆପଣଙ୍କର ଅଦରକାରୀ ଯୋଉଗୁଡ଼ା ଆମକୁ ବେଳେବେଳେ ପରୀକ୍ଷାରେ ପଚାରେ ଯେ ଅନୱାଣ୍ଟେଡ୍ ମେଲକୁ ଆମେ କ'ଣ ବୋଲି ଆପଣଙ୍କର କହୁ? ଅନୱାଣ୍ଟେଡ୍ ମେଲକୁ ଆମେ କ'ଣ ବୋଲି କହୁରେ? ସ୍ପାମ୍ ବୋଲି ଆମେ କହିଥାଉ। ତାହେଲେ କ'ଣ ହେଇଯିବ? ଟୁ ଅର୍ଗାନାଇଜ ଇମେଲ୍ସ ଏଣ୍ଡ ଇଣ୍ଟୁ ଡିଫରେଣ୍ଟ ଫୋଲ୍ଡର ଠିକ ଅଛି। ନେକ୍ସଟ ଆମକୁ ପଚାରିଛି ଆପଣଙ୍କର ଡାଟାବେସ୍କୁ ଆମେ କୋଉଥିରେ ଆପଣଙ୍କର କରିଥାଉ? ତ ମାଇକ୍ରୋସଫ୍ଟ ଏସଏସ୍ ଆମର ରହିଛି ଡାଟାବେସ୍କୁ ମ୍ୟାନେଜମେଣ୍ଟ କରିବା ପାଇଁ DBMS ବା ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ ବୋଲି ଆମେ କହିଥାଉ କିମ୍ବା ମାଇକ୍ରୋସଫ୍ଟ ଏସଏସ୍ ବୋଲି ମଧ୍ୟ ଆମେ କହିବା ଯୋଉଠି ଆପଣଙ୍କର କାମ ସବୁ ଆପଣଙ୍କର ହେଇଥାଏ ଠିକ ଅଛି। ନେକ୍ସଟ ଏଠି ପଚାରିଛି ଆପଣଙ୍କର ପାୱାର ପଳେଇଲେ ମଧ୍ୟ ଡାଟା ଗୁଡ଼ା କୋଉଠି ଆପଣଙ୍କର ଷ୍ଟୋର ହେଇକି ରୁହେ? କୋଉଠି ଆପଣଙ୍କର ଷ୍ଟୋର ହେଇକି ରହିଥାଏ? ରୋମରେ। କାହିଁକି ନା ରୋମଟାକୁ ଆମେ କ'ଣ ବୋଲି କହୁ? ନନ୍ ଭଲାଟାଇଲ୍ ବୋଲି ଆମେ କହିଥାଉ। ରାମଟା ତ ଆପଣଙ୍କର ଭଲାଟାଇଲ୍ ଆପଣଙ୍କର ଅଟେ ଠିକ ଅଛି। ଏଠି ପଚାରିଛି ଆଇ ଏମ୍ ଫିଲିଂ ଲକି ବଟନ୍ ଏଇଟା ଆପଣଙ୍କର କୋଉଥିରେ ରହିଥାଏ? ଗୁଗୁଲରେ ତ ଆପଣଙ୍କର ନଥାଏ, ୟାହୁରେ ଆପଣଙ୍କର ଆଇ ଏମ୍ ଫିଲିଂ ଲକି ବଟନ୍ ଏଇଟା ଆପଣଙ୍କର କୋଉଥିରେ ରହିଥାଏ? ଆପଣ ଦେଖିଥିବେ ଗୁଗୁଲରେ ଆପଣଙ୍କର ରହିଥାଏ। ଗୁଗୁଲରେ ଆପଣ ଦେଖିବେ ପୁରାପୁରି ହୋମ୍ ପେଜରେ। ଆଚ୍ଛା ଆପଣଙ୍କୁ ବେଳେବେଳେ ପରୀକ୍ଷାରେ ପଚାରିବ ପୂର୍ବରୁ ଗୋଟେ ଇଣ୍ଟରନେଟ୍ ଏକ୍ସପ୍ଲୋରର ବୋଲି ଗୋଟେ ଆପଣଙ୍କର ବ୍ରାଉଜର ଥିଲା ତାକୁ ଆପଣଙ୍କର ହଟେଇକି ବର୍ତ୍ତମାନ କ'ଣ କରିଦିଆହେଇଛି? ମାଇକ୍ରୋସଫ୍ଟ ଏଜ୍ ଆପଣଙ୍କର କରିଦିଆହେଇଛି। ଏ ଭିତରୁ କୋଉଟା ଆପଣଙ୍କର ଅଲଗା ବୋଲି ଆପଣଙ୍କର ପଚାରିଛି? ଦେଖନ୍ତୁ ଆଣ୍ଡ୍ରଏଡ୍, ଡସ୍, ସେମ୍ବିଆନ୍ ଦେଖନ୍ତୁ ଏଇ ଯୋଉ ଏଗୁଡ଼ା ହେଉଛି ଗୋଟେ ଦେଖନ୍ତୁ ଆଣ୍ଡ୍ରଏଡ୍, ସେମ୍ବିଆନ୍ ଏସବୁ ଗୁଡ଼ା ମୋବାଇଲ ସହିତ ଆପଣଙ୍କର ଜଡ଼ିତ ହଁ କି ନା? ଏଇଟା ଦେଖନ୍ତୁ ଏଇଟା ବାଡ଼ା ଏଇଟା କିନ୍ତୁ ଡିସ୍କ ଅପରେଟିଂ ସିଷ୍ଟମ ଏଇଟା ଆପଣଙ୍କର ପୁରାପୁରି ଅଲଗା ଅଛି ନା। ପଚାରିଛି ଆପଣଙ୍କର ହ୍ୱାଟ୍ ଇଜ୍ ଦ ସର୍ଟକଟ୍ କି ଟୁ ଓପେନ୍ ଫଣ୍ଟ ଡାୟଲଗ୍ ବକ୍ସ? ଆପଣଙ୍କର ଫଣ୍ଟକୁ ଆପଣ ଓପେନ୍ କରିବା ପାଇଁ ଚାହୁଁଛନ୍ତି ତ କାହାକୁ ପ୍ରେସ୍ କଲେ ସିଏ ଆପଣଙ୍କର ଫଣ୍ଟ ଆପଣଙ୍କର ଓପେନ୍ ହେଇଯିବ ବୋଲି ପଚାରିଛି। କାହାକୁ ପ୍ରେସ୍ କଲେ? ଏଠି ଅଲ୍ ମାରିଦେଲେ ଭୁଲ ହେଇଯିବ, Ctrl+D କୁ ପ୍ରେସ୍ କଲେ ହେବ ଠିକ ଅଛି। ଏଠି ପଚାରିଛି କୋଉଟା ଡିସେଣ୍ଡିଂ ଅର୍ଡରରେ? ଡିସେଣ୍ଡିଂ ମାନେ ବଡ଼ରୁ ସାନ। ତ ଆଗ ଆପଣଙ୍କର କ'ଣ ହେଇଯିବ? ଟେରାବାଇଟ୍। ତାହେଲେ ଟେରାବାଇଟ୍ ହେବ। ଟେରା ପରେ କ'ଣ? ଗିଗା, ତାପରେ ମେଗା, ଦେନ୍ କିଲୋ। ତାହେଲେ ଏଇଟା ଆପଣଙ୍କର ହବନି, କୋଉଟା ହେଇଯିବ? ଏଇଟା ହେଇଯିବ ଠିକ ଅଛି। ନେକ୍ସଟ ପରବର୍ତ୍ତୀ ଆପଣଙ୍କର କ୍ୱେଶ୍ଚନ ଦେଖନ୍ତୁ ପଚାରିଛି ଆପଣ କିଛି ଡକୁମେଣ୍ଟକୁ ଆପଣଙ୍କର କ୍ଲୋଜ୍ କରିବା ପାଇଁ ଚାହୁଁଛନ୍ତି ତ କାହାକୁ ପ୍ରେସ୍ କଲେ ସିଏ ଆପଣଙ୍କର କ୍ଲୋଜ୍ ହେବ? ଆମେ ଜାଣିଛେ Alt+ ଯଦି ଆମେ F4କୁ ପ୍ରେସ୍ କରିଦେବା ଆପଣଙ୍କର ସେ ଅଟୋମେଟିକାଲି ଆପଣଙ୍କର କ୍ଲୋଜ୍ ହେଇଯିବ ନା। ତ Alt+F4 ପ୍ରେସ୍ କଲେ ସିଏ ଆପଣଙ୍କର କ୍ଲୋଜ୍ ହେଇଯିବ ଠିକ ଅଛି। ନେକ୍ସଟ କିମ୍ବା Ctrl+W ଥିଲେ ବି ଆପଣଙ୍କର କରିଦେଇ ପାରିବା। Alt+F4 କଲେ ମଧ୍ୟ ସିଏ ପୁରାପୁରି ସବୁ ଜିନିଷ ଗୁଡ଼ାକୁ ବନ୍ଦ କରିଦେବ ଠିକ ଅଛି। ଏଠି ପଚାରିଛି ଆଣ୍ଡୁ କରିବା ପାଇଁ କ'ଣ କରିବେ? Ctrl+ ଯଦି ଆମେ Z କରିଦେବା ନା ଦେନ୍ ସେ ଆପଣଙ୍କର କ'ଣ ହେଇଯିବ? ସେ ଆପଣଙ୍କର ଆଣ୍ଡୁ ହେଇଯିବ। N କରିଦେଲେ ଆପଣଙ୍କର ନ୍ୟୁ ହେଇଯିବ। V କରିଦେଲେ ଆପଣଙ୍କର ପେଷ୍ଟ ହେଇଯିବ। K କଲେ ତ ଆପଣଙ୍କର ହାଇପର ଲିଙ୍କ ହେଇଯିବ ରାଇଟ୍। ଏ ଭିତରୁ କୋଉଟା ଗୋଟିଏ ବ୍ରାଉଜର ନୁହେଁ ବୋଲି ପଚାରିଛି। ତାମାନେ ତିନିଟା ବ୍ରାଉଜର ଥିବ ଯେମିତି ଗୁଗୁଲ କ୍ରୋମ୍ ହେଇଗଲା, ଅପେରା ମିନି, ସଫାରି ଏ ସବୁ ଗୁଡ଼ା ଗୋଟେ ଗୋଟେ ଆପଣଙ୍କର ବ୍ରାଉଜର। କିନ୍ତୁ ଡ୍ରପବକ୍ସ ହେଇଗଲା ଦେନ୍ ଗୁଗୁଲ ଡ୍ରାଇଭ୍ ହେଇଗଲା ଏସବୁ ଗୁଡ଼ା ହେଉଛି ଆପଣଙ୍କର କ୍ଲାଉଡ୍ ଷ୍ଟୋରେଜ ପାଇଁ ଆପଣଙ୍କର ବ୍ୟବହାର କରାଯାଏ। କ୍ଲାଉଡ୍ ଷ୍ଟୋରେଜ ପାଇଁ ଆମର ସେଇ ଯୋଉଟାକୁ ଆମର ବ୍ୟବହାର ଆପଣଙ୍କର କରାଯାଇଥାଏ ଠିକ ଅଛି। ବିଲକୁଲ ଏତିକି ହିଁ ଆପଣଙ୍କର ଜିନିଷ ଥିଲା। ଆଉ ତ ପ୍ରାୟ ଏଥିରେ ଆଉ କିଛି ଅଛି କି ନାହିଁ। ତ ଏହା ଥିଲା ଆପଣଙ୍କର ESICର ଆପଣଙ୍କର କ୍ୱେଶ୍ଚିନ୍ସ। ଥ୍ୟାଙ୍କ ୟୁ।